ଆଜି ହେଲା ରବିବାର। ରବିବାରର ତ କାମ ତ ବହୁତ ସାରା ଥାଏ, କିନ୍ତୁ ଆଜି ଆଉ ମୋର ରୋଷେଇବାସ ବେଶୀ କିଛି ନାହିଁ। ତ କାଲି ଫଳ ଆସିଥିଲା, ତାକୁ ଧୋଇ ଧୁଆକି ଏବେ ରଖି ନେଉଛି। ଆଉ ସକାଳୁ ଜଳଖିଆ ପାଇଁକି ମୁଢ଼ି ଖାଇବା ପାଇଁକି ମୁଁ ଏଠି ବାଟି ବସା ବନେଇ ନେଉଛି। ଆଳୁକୁ ବହୁତ ସରୁ ସରୁ କାଟିଛି, ଟମାଟୋ ପିଆଜ ପକେଇକି ବାଟି ବସା ବନେଇଦେବି। ତାପରେ ଆସିଥିଲି ମୁଁ ଠାକୁର ପୂଜା କରିବା ପାଇଁକି। ଠାକୁର ପୂଜା କରି ସାରିବା ପରେ ଆମେ ଖାଇବୁ। ତ ଖାଇବା ଏଠି ବାଢ଼ି ନେଉଛି। ତ ଏଠି ବାଟି ବସା ଯେହେତୁ ବସେଇଥିଲି, ତ ବାଟି ବସା ବାନେଇକି ମୁଢ଼ି ଖାଇ ନେଉଛି। ଆଉ କିଛି ବି ନୁହେଁ, ଅଳ୍ପ ଟିକେ ଖାଉଥିଲେ, କାହିଁକିନା ବହୁତ ଲେଟ୍ ହେଲାଣି। ସକାଳୁ ଚା ବିସ୍କୁଟ୍ ଖାଇଥିଲେ, ତା ସହିତ ଆମେ ତାପରେ ପୁଣି ରେଡ଼ି ହେଇଯାଇଥିଲୁ। ମାନେ ଝିଅ ସାଙ୍ଗ ତାର ଯେଉଁ ସାଇର ଯେଉଁ ବର୍ଥଡ଼େ ଅଛି ଆଜି, ତ ଆମେ ସେ ବର୍ଥଡ଼େ ଯିବୁ ବୋଲି ବାହାରିଥିଲୁ। ତ ଗିଫ୍ଟ କିଣି ନଥିଲୁ, କାର୍ ଆଉ ଜିପ୍ ଭିତରୁ ଜିପ୍ଟାକୁ ଚଏସ୍ କରିଥିଲୁ। ତ ଗିଫ୍ଟ ନେଇ ଆସିବା ପରେ କେକ୍ କାଟିବା ଟାଇମ୍ ହେଇଯାଇଥିଲା, ତ କେକ୍ କଟା ହେଲା। ତାପରେ ସବୁ ଜେଜେ ଖାଇବା ପାଇଁ ବସି ଯାଇଥିଲେ। ତାଙ୍କର ବିରିୟାନୀ ସ୍ପେଶାଲ୍ ହେଇଥିଲା, ତ ବିରିୟାନୀ ଝିଅଙ୍କର ତ ମୋର ଭାରି ପସନ୍ଦ। ତ ସେ ତାର ବିରିୟାନୀ ବି ଖାଇନେଲା, ଆମେ ସବୁ ଖାଇନଥିଲୁ। ତାପରେ ଟିକେ ଟାଇମ୍ ବସିକି ରେଷ୍ଟ ନେଇକି ଆସିଥିଲୁ। ରାସ୍ତାରେ ଆସିବା ଟାଇମ୍ରେ